ଲୋକଲିଖିତ ସୁସମାଚାରରୁ ପାଠ 6 ଅଧ୍ୟାୟ 27ରୁ 38 ପଦ ପର୍ଯ୍ୟନ୍ତ। ମୁଁ ମୋ ବାକ୍ୟ ଶୁଣୁଥିବା ତୁମ ସମସ୍ତଙ୍କୁ କହୁଛି, ତୁମେ ତୁମ ଶତ୍ରୁକୁ ପ୍ରେମ କର। ଯେଉଁମାନେ ତୁମମାନଙ୍କୁ ଘୃଣା କରନ୍ତି ସେମାନଙ୍କର ଉପକାର କର। ଯେଉଁମାନେ ତୁମକୁ ଅଭିଶାପ ଦିଅନ୍ତି ସେମାନଙ୍କୁ ଆଶୀର୍ବାଦ କର। ତୁମମାନଙ୍କ ପ୍ରତି ଦୁର୍ବ୍ୟବହାର କରୁଥିବା ଲୋକଙ୍କ ପାଇଁ ପ୍ରାର୍ଥନା କର। କେହି ଯଦି ତୁମର ଗୋଟିଏ ଗାଲରେ ଚାପୁଡ଼ାଟିଏ ମାରେ ତାକୁ ଅନ୍ୟ ଗାଲ ମଧ୍ୟ ଦେଖାଇ ଦିଅ। କେହି ଯଦି ତୁମର ଚାଦର ନେଇଯାଏ ତାକୁ ତୁମର ଜାମା ମଧ୍ୟ ନେଇଯିବାକୁ ବାଧା ଦିଅ ନାହିଁ। ଯେ କେହି ତୁମକୁ ମାଗେ ତାକୁ ଦିଅ। ଯଦି କେହି ତୁମର ଜିନିଷ ନେଇଯାଏ ତାହା ଫେରାଇ ଦେବାକୁ ଜିଦ୍ କର ନାହିଁ। ଅନ୍ୟମାନଙ୍କଠାରୁ ତୁମେ ଯେ ପ୍ରକାର ବ୍ୟବହାର ଚାହଁ ତୁମେ ସେମାନଙ୍କ ପ୍ରତି ସେହି ବ୍ୟବହାର କର। ଯେଉଁମାନେ ତୁମମାନଙ୍କୁ ପ୍ରେମ କରନ୍ତି କେବଳ ସେମାନଙ୍କୁ ପ୍ରେମ କଲେ ସେଥିରେ ତୁମର କି ଯଶ ଅଛି? କାରଣ ପାପୀମାନେ ମଧ୍ୟ ସେମାନଙ୍କୁ ପ୍ରେମ କରୁଥିବା ଲୋକମାନଙ୍କୁ ପ୍ରେମ କରନ୍ତି। ଯେଉଁମାନେ ତୁମମାନଙ୍କର ଉପକାର କରନ୍ତି କେବଳ ସେମାନଙ୍କର ଉପକାର କଲେ ସେଥିରେ ତୁମର କି ଯଶ ଅଛି? କାରଣ ଦୁଷ୍ଟ ଲୋକମାନେ ସୁଦ୍ଧା ସେହିପରି କରିଥାନ୍ତି। ଯେଉଁମାନେ ତୁମର ଋଣ ପରିଶୋଧ କରିପାରିବେ କେବଳ ସେମାନଙ୍କୁ ଋଣ ଦେଲେ ସେଥିରେ ତୁମର କି ଯଶ ଅଛି? ପାପୀମାନେ ସୁଦ୍ଧା ପୂର୍ଣ୍ଣ ଋଣ ପରିଶୋଧ ପାଇବା ଆଶାରେ ପାପୀମାନଙ୍କୁ ଋଣ ଦେଇଥାନ୍ତି। କିନ୍ତୁ ତୁମେ ତୁମର ଶତ୍ରୁମାନଙ୍କୁ ପ୍ରେମ କର ଏବଂ ସେମାନଙ୍କର ମଙ୍ଗଳ କର। ପରିଶୋଧ ପାଇବା ଆଶା ନ ରଖି ଋଣ ଦିଅ। ତାହେଲେ ତୁମମାନଙ୍କର ପୁରସ୍କାର ମହାନ ହେବ ଏବଂ ତୁମେମାନେ ପରାତ୍ପରଙ୍କ ସନ୍ତାନ ହେବ। କାରଣ ସେ ଅକୃତଜ୍ଞ ଓ ପାପୀଙ୍କ ପ୍ରତି ଦୟାଳୁ ଅଟନ୍ତି। ତୁମମାନଙ୍କର ପିତା ଯେପରି ଦୟାଳୁ ତୁମେମାନେ ମଧ୍ୟ ସେହିପରି ଦୟାଳୁ ହୁଅ। ବିଚାର କର ନାହିଁ ଏବଂ ତୁମେ ବିଚାରିତ ହେବ ନାହିଁ। ଦୋଷୀ ସାବ୍ୟସ୍ତ କର ନାହିଁ ଏବଂ ତୁମେ ଦୋଷୀ ସାବ୍ୟସ୍ତ ହେବ ନାହିଁ। କ୍ଷମା ଦିଅ ଏବଂ ତୁମକୁ କ୍ଷମା ଦିଆଯିବ। ଦିଅ ଏବଂ ତୁମକୁ ଦିଆଯିବ। ପାତ୍ରକୁ ଭରି ଚାପି ଉଛୁଳାଇ ସେମାନେ ତୁମ କୋଳରେ ଅଜାଡ଼ି ଦେବେ। କାରଣ ତୁମେ ଯେଉଁ ମାପରେ ଦେବ ସେହି ମାପରେ ତୁମକୁ ଦିଆଯିବ। ପ୍ରଭୁଙ୍କର ସୁସମାଚାର।